शुभेच्छा पिलामाने ओडिया नेट एचिवर्स चैनल को समस्त को स्वागत। जो पिलामाने ओडिया विषय को नहीं पीजी करुचंती एवं आगो को यूजीसी नेट अर्थात नेशनल एलिजिबिलिटी टेस्ट परीक्षा रे सफल होगा को चाहूँगी से पेपर 1 एवं पेपर 2 सिलेबस आलोचना को स्वागत। आमे पेपर 1 देखिबा। पेपर 1 यूनिट 1 टीचिंग एप्टीट्यूड, यूनिट 2 रिसर्च एप्टीट्यूड, यूनिट 3 comprehension, unit 4 communication, unit 5 mathematical reasoning and aptitude, unit 6 logical reasoning, unit 7 data interpretation, यूनिट 8 इंफॉर्मेशन एंड कम्युनिकेशन टेक्नोलॉजी अर्थात आईसीटी, यूनिट 9 पीपल डेवलपमेंट एंड एनवायरनमेंट, यूनिट 10 हायर एजुकेशन सिस्टम। पेपर 2 यूनिट 1 भाषा प्रभाग से रही भारतीय भाषा परिवार, ओडिया भाषार क्रम विकास, ओडिया भाषार ध्वनि, ओडिया भाषार शब्द भंडार भितर जाउची तत्सम, तद्भव, देशज, वैदेशिक, ऑस्ट्रिक, द्राविड़, ओडिशार आंचलिक भाषा, ओडिया भाषार रूप तत्व जाउची विशेष्य, प्रकरण, सर्वनाम, क्रिया, अव्यय, यूनिट 2 रे ओडिया साहित्यर विकास धारा रे प्राचीन और मध्य युग, प्राक सारला साहित्य, अभिलेख साहित्य, बौद्ध साहित्य, नाथ साहित्य, शैव साहित्य, सारला और पंचसखा साहित्य, रीति साहित्य, प्राचीन और मध्ययुगीय गद्य साहित्य, प्राचीन और मध्ययुगीय गीति कविता, कोयली, चौतीसा, पदावली। यूनिट 3 आधुनिक ओडिया साहित्यर विकास धारा रे नवजागरण पर्याय से रही आधुनिक शिक्षा, पत्र पत्रिका, पाठ्यपुस्तक, भाषा आंदोलन, सांस्कृतिक आंदोलन। आम पढ़ा को लेखक मानू राधानाथ राय, फकीरमोहन सेनापति, गंगाधर मेहर, मधुसूदन राव, नंदकिशोर बड़। जातीय चेतनार विकास ओडिया साहित्य रे तार प्रतिफलन एथिरे मधुसूदन दास, गोपबंधु दास, नीलकंठ दास, गदावरीश मिश्र, पद्मचरण पट्टनायक, लक्ष्मीकांत महापात्र, कुंतला कुमारी सावत। रोमांटिक काव्य धारा कालिंदी चरण पाणिग्राही, वैकुंठनाथ पट्टनायक, अन्नदाशंकर राय, मायाधर मानसिंह, राधामोहन गडनायक। प्रगति चेतना, प्रगतिवादी चेतना रे को लेखक मानक आम पढ़ा सच्चिदानंद राउतराय, अनंत पट्टनायक, मनमोहन मिश्र। यूनिट 4 स्वाधीनता पूर्ववर्ती ओडिया गद्य साहित्य,
ଉପନ୍ୟାସ, କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ। ଉପନ୍ୟାସରେ ଅଛନ୍ତି ଉମେଶ ଚନ୍ଦ୍ର ସରକାର, ଫକୀରମୋହନ ସେନାପତି, ଗୋପାଳ ବଲ୍ଲଭ ଦାସ, ବୈଷ୍ଣବ ଚରଣ ସାମଲ, ଗଦାବରୀଶ ମହାପାତ୍ର, ଲକ୍ଷ୍ମୀକାନ୍ତ ମହାପାତ୍ର, କୁନ୍ତଳା କୁମାରୀ ସାବତ, କାଳିନ୍ଦୀ ଚରଣ ପାଣିଗ୍ରାହୀ, କାହ୍ନୁଚରଣ ମହାନ୍ତି। କ୍ଷୁଦ୍ର ଗଳ୍ପରେ ଯେଉଁ ସ୍ରଷ୍ଟାମାନେ ଅଛନ୍ତି ସେମାନେ ହେଲେ ଫକୀରମୋହନ ସେନାପତି, ଚନ୍ଦ୍ରଶେଖର ନନ୍ଦ, ଦୟାନିଧି ମିଶ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀ, ଭଗବତୀ ଚରଣ ପାଣିଗ୍ରାହୀ, ଗଦାବରୀଶ ମହାପାତ୍ର ଓ ରାଜକିଶୋର ରାୟ। ପ୍ରବନ୍ଧ ଓ ରମ୍ୟ ରଚନା ମଧୁସୂଦନ ରାଓ, ଶଶିଭୂଷଣ ରାୟ, ବିଶ୍ୱନାଥ କର, ଗୋପାଳ ଚନ୍ଦ୍ର ପ୍ରହରାଜ, ଗୋବିନ୍ଦ ତ୍ରିପାଠୀ। ୟୁନିଟ୍ 5 ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟଧାରା। ଚିତ୍ରକଳ୍ପ, ପ୍ରତୀକ, ମିତ୍, ଛନ୍ଦ। ବିନୋଦ ଚନ୍ଦ୍ର ନାୟକ, ଗୁରୁପ୍ରସାଦ ମହାନ୍ତି, ଭାନୁଜୀ ରାଓ, ବେଣୁଧର ରାଉତ, ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର, ରାଜେନ୍ଦ୍ର କିଶୋର ପଣ୍ଡା, ସୌଭାଗ୍ୟ ମିଶ୍ର, ଦୀପକ ମିଶ୍ର, ସୌରୀନ୍ଦ୍ର ବାରିକ। ୟୁନିଟ୍ 6 ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟ। ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପର ସ୍ୱରୂପ ଓ ବୈଚିତ୍ର୍ୟ। ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି ମହାପାତ୍ର, ନୀଳମଣି ସାହୁ, ଶାନ୍ତନୁ କୁମାର ଆଚାର୍ଯ୍ୟ, ରବି ପଟ୍ଟନାୟକ, ମନୋଜ ଦାସ, କିଶୋରୀ ଚରଣ ଦାସ, ବୀଣାପାଣି ମହାନ୍ତି, ରାମଚନ୍ଦ୍ର ବେହେରା, ହୃଷିକେଶ ପଣ୍ଡା। ୟୁନିଟ୍ 7 ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଗଦ୍ୟ ସାହିତ୍ୟ। ପ୍ରବନ୍ଧ ଓ ସମାଲୋଚନା, ଜୀବନୀ ଓ ଆତ୍ମଜୀବନୀ, ରମ୍ୟ ରଚନା ଓ ଭ୍ରମଣ ସାହିତ୍ୟ। ୟୁନିଟ୍ 8 ଆଧୁନିକ ନାଟ୍ୟ ସାହିତ୍ୟ। ନାଟ୍ୟ ସାହିତ୍ୟ ଭିତରେ ରହୁଛି ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଆ ନାଟକ, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନବନାଟ୍ୟ ଆନ୍ଦୋଳନ, ଓଡ଼ିଆ ରଙ୍ଗମଞ୍ଚ, ପାରମ୍ପରିକ, ସୌଖୀନ, ମୁକ୍ତମଞ୍ଚ, ଓଡ଼ିଆ ଏକାଙ୍କିକା। ୟୁନିଟ୍ 9 ସାହିତ୍ୟ ତତ୍ତ୍ୱ। ଭାରତୀୟ ସାହିତ୍ୟ ତତ୍ତ୍ୱ ଭିତରେ ରହିଛି ରସ, ରୀତି, ଧ୍ୱନି, ଔଚିତ୍ୟ, ବକ୍ରୋକ୍ତି। ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ କ୍ଲାସିସିଜିମ୍, ରୋମାଣ୍ଟିସିଜିମ୍, ପ୍ରତୀକବାଦ, ଚିତ୍ରକଳ୍ପବାଦ, ଅସ୍ତିତ୍ୱବାଦ। ବାମବାଦ, ବିଘଟନବାଦ, ପାଠକୀୟ ପ୍ରତିକ୍ରିୟା ତତ୍ତ୍ୱ। ୟୁନିଟ୍ 10 ଲୋକସାହିତ୍ୟ। ଲୋକସାହିତ୍ୟ ତତ୍ତ୍ୱ, ଲୋକସାହିତ୍ୟ ଅଧ୍ୟୟନର ବିଭିନ୍ନ ପଦ୍ଧତି, ଓଡ଼ିଆ ଲୋକଗୀତ, ଓଡ଼ିଆ ଲୋକ କାହାଣୀ, ଓଡ଼ିଆ ଲୋକ ନାଟକ। ସର୍ବପ୍ରଥମେ ଭିଡ଼ିଓର ନୋଟିଫିକେସନ୍ ପାଇବା ପାଇଁ ଓଡ଼ିଆନେଟ୍ ଏଚିଭର୍ସ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ ଏବଂ PDF ପାଇବା ପାଇଁ ଓଡ଼ିଆନେଟ୍ ଏଚିଭର୍ସ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହୁଅନ୍ତୁ। ଧନ୍ୟବାଦ।